एजुकेशनल एक्सपोर आउ गोटे वीडियो रे आपण मानको स्वागत। आपण माने जेमिति जानि पारिथिबे गतकाली 2/8/2025 जो SNME डिपार्टमेंट ऑफ स्कूल एंड मास एजुकेशन डिपार्टमेंट तरफ जो नोटिस टा आसीथिला आउ नोटिस रे जो रेकमेंडेशन करा जाईची रेगुलराइजेशन ऑफ जूनियर टीचर जो जूनियर टीचर को जो रेगुलर करबा पई जो रेकमेंडेशन दिया जाईसी ता सहित जो अपकमिंग जो रिक्रूटमेंट्स गुडा को हबो सेईटा भी रेगुलर बेसिस रे हबो ताहा SNME डिपार्टमेंट स्कूल एंड मास एजुकेशन डिपार्टमेंट ऑफ ओडिशा गवर्नमेंट को रेकमेंड करिसंती। तो सही जो रेकमेंडेशन जो माइन्यूट ता थिला ସେଥିରେ ଯୋଉ ମୁଖ୍ୟ ବିଷୟବସ୍ତୁ କଣ ଥିଲା ତାହା ଆମେ ଦେଖିଦେବା। ଯେମିତି କି ଏଠି ଆପଣ ଦେଖିପାରୁଥିବେ ରେକମେଣ୍ଡେସନ୍ସ ଏପ୍ରୁଭ ହୋଇ ନୋଟିଫିକେସନ ରିଲିଜ ଦିନ ଠାରୁ ଗଣନା କରାଯିବ। ତା ଅର୍ଥ ଯୋଉ ଦିନ ନୋଟିଫିକେସନ ରିଲିଜ ହେବ କି ଯୋଉ ସ୍କିମାଟିକ ଟିଚର ଗୁଡାକ ଓଡ଼ିଶାରେ ଅଛନ୍ତି ଆଜି ଠାରୁ ରେଗୁଲାର ହେଲେ ସେହି ଦିନ ଠାରୁ ତାଙ୍କର ରେଗୁଲାରାଇଜେସନ କାଉଣ୍ଟ ହେବ। 2000 ରୁ 2023 ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠିକା ଚାକିରି ସମୟ ଗଣନା ସହ ସିନିୟରିଟି ଇନକ୍ରିମେଣ୍ଟ ଯୋଉମାନେ 2000 ରୁ 2023 ମଧ୍ୟରେ ଯୋଉ ଜବ୍ କରିଛନ୍ତି ଆଉ ତାଙ୍କର ଯୋଉ ରେଗୁଲାରାଇଜେସନ ପାଇଁ ଯୋଉ 6 ବର୍ଷ ସମୟ ଲାଗୁଥିଲା ତାକୁ ସେମାନେ ଚାକିରିର ମୂଳ ଦିନଠୁ କାଉଣ୍ଟ କରିବେ। ତ 2000 ରୁ 2023 ଯେତେ ବି ଟିଚର ଅଛନ୍ତି ତାଙ୍କର ସେହି ଅନୁସାରେ ସିନିୟରିଟି ଆଉ ଇନକ୍ରିମେଣ୍ଟ ହେବ। କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରେଗୁଲାର ଯେଉଁ ଦିନ ଆପ୍ରୁଭ ନୋଟିଫିକେସନ ଆସିବ ଏଇଟା ଆମେ ଉପରେ ଡିସ୍କସ କରିଛେ କୌଣସି ଏରିୟର ମିଳିବ ନାହିଁ। ସପୋଜ ଯୋଉମାନେ ଅଲରେଡି ସ୍କିମାଟିକ ହିସାବରେ କାମ କରୁଛନ୍ତି ତାଙ୍କର ସପୋଜ 2025 ରେ ଯଦି ସେମାନେ ରେଗୁଲାର ହେଲେ 2025 ଡିସେମ୍ବରରେ ଯଦି ସେମାନେ ରେଗୁଲାର ହେଲେ ତାହେଲେ ସପୋଜ ଜଣେ 2024 ଜୁନରେ ଚାକିରି କରିଛି ଆଉ 2025 ଡିସେମ୍ବରରେ ଯଦି ସେ ରେଗୁଲାର ହଉଛି ଯୋଉ ଏତିକି ପିରିୟଡ ଯୋଉ ରହିଲା ତାର ସେ କୌଣସି ଏରିୟର ମାଗି ପାରିବନି। ଏରିୟର ଯୋଉ ତାହା ସେ ଡିମାଣ୍ଡ କରିପାରିବନି। ପ୍ରାଥମିକ ଶିକ୍ଷକ କେଡର ପୋଜିସନ 1,35,000 ରୁ ବଢି 1,69,685 ହେଇଯାଇଛି। ତା ସହିତ 44,433 ରେଗୁଲାର ପ୍ରାଇମେରୀ ଅପର ପ୍ରାଇମେରୀ ଟିଚର ଫେଜ୍ ୱାଇଜ ରିକ୍ରୁଟମେଣ୍ଟ ଯୋଉ 44,433 ଯୋଉ ଭେକେନ୍ସି ରହିଲା ତାହା ଫେଜ୍ ୱାଇଜ ରିକ୍ରୁଟମେଣ୍ଟ ହେବ। ତା ସହିତ 10,000 ଯୋଉ MLE ଟିଚର ସେୟା ମଧ୍ୟ ଟିଚର ରିକ୍ରୁଟମେଣ୍ଟ ହେବ। ଆଉ ନେକ୍ସଟ 2 ଇୟର୍ସ ରେ 4,160 ସ୍ପେସିଆଲ ଟିଚର ନିଯୁକ୍ତି ପାଇବେ। ଏହା ଥିଲା ଯୋଉ ଗତକାଲିରେ ଯୋଉ ମାଇନ୍ୟୁଟ ଟା ଆସିଥିଲା ତାହାର ମୁଖ୍ୟ ବିଷୟବସ୍ତୁ। ଆଉ ସବୁଥିରୁ ଯୋଉ ମୁଖ୍ୟ ବିଷୟ ଥିଲା ଯୋଉ ଟିଚର ଗୁଡାକ ଏବେ ସ୍କିମାଟିକ ହିସାବରେ ଚାକିରି କରୁଛନ୍ତି ତାଙ୍କର ରେଗୁଲାରାଇଜେସନ। ଆଉ ଆପଣ ମାନେ ଏଠି ଦେଖି ବି ପାରୁଥିବେ କି ଯୋଉ ଜିନିଷ ଗୁଡାକ ହେବାର ଥିଲା ପେପରରେ ବି ଦେଇଛି। ଯେମିତି କି ଏଠି ଆପଣ ଦେଖିପାରିବେ ନିଯୁକ୍ତି ହେବେ 44,000 ଶିକ୍ଷକ। ଆଉ ଯୋଉ ନିଯୁକ୍ତି ହେବେ 44,000 ଶିକ୍ଷକ ତାହା ଏଠି ଆପଣ କେତେ ପଦ ଖାଲି ଅଛି କଣ ଅଛି ସବୁ ଲେଖିଛି। ଯେମିତି କି ଏଥିମଧ୍ୟରୁ 39,366 ପଦ ଖାଲି ଅଛି। ତା ସହିତ ଡିସେମ୍ବର ସୁଦ୍ଧା 567 ରିଟାୟାରମେଣ୍ଟ ନେବେ ତାକୁ ମିଶେଇକି କଣ 44,433 ଟିଚର ଏବେ ଖାଲି ଅଛି। ଆଉ 2036 ର ଯୋଉ ବିକଶିତ ଓଡିଶା ସ୍ୱପ୍ନ ସାକାର କରିବାକୁ ଲକ୍ଷ୍ୟ ରଖାଯାଇଛି ତ 2036 ପର୍ଯ୍ୟନ୍ତ ଏହି ସବୁ ଶିକ୍ଷକ ମାନେ ରିକ୍ରୁଟମେଣ୍ଟ ପାଇବେ। ଆପଣ ମାନେ ଭିଡିଓ ଦେଖିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ। ତା ସହିତ ଚ୍ୟାନେଲକୁ ଲାଇକ୍ ଏଣ୍ଡ ସବସ୍କ୍ରାଇବ